ସାର୍ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଆ ପୁଅରଙ୍କୁ ତ ମୋର ଆଜି ଭିଡିଓ ବନେଇବାର ପାଖାପାଖି 8-9 ଦିନ ହେଇଗଲାଣି। ତ କାଲି ମୁଁ ଗୋଟେ ମାନେ ଟାଇମ ଟିକେ ମିଳିଲାନି ବୋଲିକି କି ଭଲ ଲୋକେସନ ପାଇଲିନି ବୋଲିକି ମୁଁ ଭିଡିଓ ବନେଇ ପାରିଲିନି। ତ ଆଜି ବି ଭାଇ ମୁଁ ଭଲ ଲୋକେସନ ପାଇନି ଭିଡିଓ ବନେଇବା ଲାଗି, ତ ସେଥିପାଇଁ ମୁଁ ପଳେଇ ଆଇଛି। ମାନେ ଦେଖିବା ଯାହା ହବ ହବ, ଭିଡିଓ ଏମିତି ଯିବା ଆସିବା ବନେଇବି ତେଣିକି ତମ ଇଚ୍ଛା ଭାଇ। ତମକୁ ଭଲ ଲାଗିଲେ ଦେଖିବ, ନହେଲେ ସ୍କିପ୍ କରିଦେଇ ପାରିବ। କାହିଁକି ନା ଆମେ ତ ଭାଇ କୋଉ ଝିଅ ନିଏ ନା ଆମେ ଯେ କି ଅଣ୍ଡା ହଲେକି ନାଚିଦବୁ ତମେ ଆମ ଭିଡିଓକୁ ଦେଖି ନବ। ଆମେ ତ ଭାଇ ପୁଅ ଛୁଆ, ତ ଆମକୁ କି ସକ୍ସେସ୍ ହବା ପାଇଁ କମ ଟାଇମ ଲାଗିବ। ତ ସେଥିପାଇଁ ଟିକେ ଭାଇ ଦେଖ, ଇଏ ଭାଇ ଏଡିଟିଂ କରୁଛି। ତାପରେ जल्दी ଦେଖ, बोल तू ମୁଁ ତମକୁ ଦେଖଉଛି ସେ କଣ କହୁଛି, ତାପରେ ତମେ ଦେଖ, ତାପରେ କହୁଛି ତମକୁ ସେଇ ବିଷୟରେ। हाँ कौन कहू तू बोल, क्या बोल तो बोलना है हाँ। अब्दुल, तुम आज इतना लेट करके क्यों आया? हाँ अब्दुल तुम आज इतना लेट करके क्यों आया? देखिए सर जी, हम कल ड्यूटी से रूम गया लेट भाई, करके, लेट ସେ- करके ना आया, ସେ लेट କଣ କହୁଛି करके ଜାଣିପାରୁଛନ୍ତି? खाना खाया, लेट ସେ करके ଏଇ ଯୋଉ हम ବ୍ରିଗେଡ सो गया। କମ୍ପାନୀର तो सुबह ସେ भी ତାର आपको क्या ଆସାମ हुआ? ଛୁଆ ନା, ସେ लेट ତାର करके ହିନ୍ଦୀରେ କହିକି ପକେଇବା, उठा है, ବୁଝିଲ ନା? लेट करके ଭାଇ ମୁଁ फ्रेश ଗୋଟେ हुआ, लेट ଭିଡିଓ ଏଡିଟିଂ करके କରିଲା ବେଳକୁ ମତେ 2 ଘଣ୍ଟା ଲାଗିଯାଉଛି ଗୋଟେ ସର୍ଟ ଭିଡିଓ ଏଡିଟିଂ କଲା ବେଳକୁ। खाना बनाया, लेट କିନ୍ତୁ करके ଇଏ ତାର खाना ଇନଷ୍ଟାଗ୍ରାମ खाया, ସେଇଭଳିଆ ଭିଡିଓ लेट କରିଦଉଛି, କରିଦେଇକି ତାର ସେଇଭଳିଆ ଭଏସ ଦେଇ ଦଉଛି, କହୁଛି ତୁ କହିଦେ ଟିକେ, करके ସାରଙ୍କୁ ବି ଆଜି କହିଦଉଛି କହ, ହଁ କହିକି ଏଇଭଳିଆ କହୁଛି କହିତେ। ତ ସେଇଭଳିଆ କହୁଛି। ତାପରେ ଭାଇ ସେ ସେତିକି କରିଦେଲା ବେଳକୁ ତାର ଭ୍ୟୁଜ ପଳେଇ ଯାଉଛି 2000-3000। ଭାଇ ମୁଁ 2 ଘଣ୍ଟା ଖଟିକି ବି ମୋର 200 ଭ୍ୟୁଜ ଯାଉଛି। କଣ ମୁଁ ପାପ କରୁଛି ଭାଇ? ତେଣୁକରି ମୋ କହିବା କଥା ହେଲା କି ଯେ ତମେ ମାନେ ଭାଇ ମତେ ଟିକେ ସପୋର୍ଟ କର, ଯାହାକି ଦ୍ଵାରା କି ମୁଁ କିଛି ବାଟ ଆଗେଇକି ଯାଇପାରିବି। ଅब्दुल्ला तू क्या बोलेगा? अरे 1 सेकंड बाद में बोल रहा हूँ मैं। हाँ ସେ କହୁଛି କି ଭିଡିଓ ଏଡିଟିଂ କରୁଛି ନା, ସେଥିପାଇଁ କହୁଛି ଟିକେ ରହ, ମୁଁ ତତେ ପରେ କଥା ହଉଛି। ତ ଚାଲ, କିଛି କଥା ନାହିଁ, ସେ ବି କିଛି ନ କହୁ, ଯାହା କହିବା ମୁଁ କହିମି। ଆଉ ଭାଇ ତମେ ସବୁ କେମିତି ଅଛ? ମୁଁ ତ ଜାଣିନି ମୋ ଭିଡିଓ କୋଉମାନଙ୍କ ପାଖରେ ପହଞ୍ଚୁଛି, ଆଉ ଯୋଉମାନଙ୍କ ପାଖରେ ମୋ ଭିଡିଓ କୋଉଠି କୋଉଠି ପହଞ୍ଚିଲାଣି ଭାଇ ଟିକେ କମେଣ୍ଟ ମାଧ୍ୟମରେ କହିବ। କାହିଁକି ନା କୋଉଠି ଲୋକ ଦେଖୁଛନ୍ତି ମୁଁ ବି ଜାଣିପାରୁନି। ଯୋଉଠି ମୋ ଲୋକ ଭିଡିଓ ଦେଖୁଛ ସେଇଠି ବି ମତେ କହିବ ଭାଇ। ମୁଁ ତମକୁ ଗୋଟେ ଭଲ ଜିନିଷ ଦେଖେଇଥାନ୍ତି, ଦେଖେଇ ପାରିଲିନି କାହିଁକି ନା ମୁଁ ସାର୍ ଆସିଗଲେ, ମୁଁ ସେଥିପାଇଁ ଟିକେ ଭିଡିଓ କରିପାରିଲିନି। ତାଙ୍କ ଟିକେ ମୁଁ ଟିକେ ଏଇ ଯୋଉ ଲେବର ଲୋକମାନଙ୍କର ତାଙ୍କ ଟିକେ ଏଣ୍ଟ୍ରି କରୁଥିଲି ନା, ମୁଁ ସେଇଥିପାଇଁ ଟିକେ ସମୟ ହେଲାନି, ନହେଲେ ମୁଁ ଟିକେ ଭଲ ଭିଡିଓ ଦେଖେଇଥାନ୍ତି। ଆଉ ତମ ମାନଙ୍କ ଯେହେତୁ ଇଏ କରିବା ପାଇଁ ଭଲ ହେଇଛି। एक लोग को पूछते हैं भाई अमेज़न में काम करते हो? हाँ, अच्छा ठीक है। ତ ମୁଁ ସେ ଆମାଜନ କମ୍ପାନୀ ଦେଖେଇଥିଲି ନା, ଏମାନେ ସବୁ ସେଇଠି କାମ କରୁଛନ୍ତି। ସାଲେରୀ ବି ଭାଇ ବହୁତ ବଢିଆ ଅଛି, କିଛି ପ୍ରୋବ୍ଲେମ ନାହିଁ। ତମେ ମାନେ ଯୋଉମାନେ ବି କାମ କରିବା ପାଇଁ ଚାହୁଁଛ ଆମ ଓଡିଶା ଲୋକ ଆସିକି ମତେ କମେଣ୍ଟରେ କହିପାରିବ, କମେଣ୍ଟରେ ମେସେଜ କର, ମୁଁ ତମକୁ ଭାଇ ଆମାଜନରେ ଭଲ କାମ ବି ମୁଁ ବି ଏଠି ଭାଇ କାମ ଛାଡିଦେମି ବେଶୀ ଦିନ ନୁହେଁ, 2-3 ମାସ କରି, କାହିଁକିନା ମୁଁ ଟିକେ ଭଲସେ ଏଠି ସେଟଲ ହେଇ ସାରିଲା ପରେ କାମ ଛାଡିଦେମି। ମୁଁ ବି ଯାଇ ସେ ଆମାଜନରେ କରିବି। ଆଉ ତମେ ଯୋଉମାନେ ବି ଆମାଜନରେ କରିବା ପାଇଁ ଚାହୁଁଛ ଆସିକି ମୋ କମେଣ୍ଟ ମାଧ୍ୟମରେ ମତେ କହିପାରିବ। ମୁଁ ବି ସେଠି ଆମର କାମ ଜଏନିଂ ଭଲ ଅଛି, 10th ପାସ୍ ହେଇଥିବା ଦରକାର, ଆରାମସେ ଆସିକି କାମ କରିବ, କିଛି ଟେନସନ ନାହିଁ। ମାସକୁ 9ଟା ଛୁଟି, ଓଟି ବି 2ଟା କରିପାରିବ, ବହୁତ ଭଲ ସୁବିଧା ଦେଇଛି ଆମାଜନ। ଆଉ ଏଠି ଟିକେ ଭାଇ କଣ କହନି, ବେଙ୍ଗଲୁରୁର ମୁଁ ଯାହା ଦେଖିଲି ଟିକେ ନେଟୱାର୍କ ପ୍ରୋବ୍ଲେମ ଭାରି, ସେଇଥିପାଇଁ ଏତିକି ପ୍ରୋବ୍ଲେମ ହଉଛି, ନହେଲେ ଆଉ କିଛି ଏତେ ଟେନସନ ନାହିଁ। ଆଉ ଆଉ କଣ, ଯାହା ବି ହଉ ତମମାନଙ୍କ ଏଇଭଳିଆ ଭଲ ପାଇବା ଆଶୀର୍ବାଦ ସଦାବେଳେ ମୋ ଉପରେ ଜାରି ରଖ। କାହିଁକି ନା ତମମାନଙ୍କ ଭଲ ପାଇବା ଦ୍ଵାରା ହିଁ ସବୁ କ୍ରିଏଟର, ଯେତେ ବି କ୍ରିଏଟର କଣ୍ଟେଣ୍ଟ ଅଛନ୍ତି, ସମସ୍ତେ ତମ ଭଲ ପାଇବା ଦ୍ଵାରା ହିଁ ସେମାନେ ସବୁ ଆଗକୁ ଯାଇପାରୁଛନ୍ତି। ନହେଲେ ଯଦି ଦେଖ, ତମେ ଯଦି ଭଲ ପାଇବା ନ ଦବ କି ତମ ଛୋଟିଆ ଲାଇକ୍ ସବସ୍କ୍ରାଇବ ଦ୍ଵାରା ହୁଏତ ସମସ୍ତେ ଆଗକୁ ଯାଇପାରୁଛନ୍ତି। ଭାଇ ଗୋଟେ କଥା ମନେ ରଖିଥାଅ, ଯୋଉମାନେ ବି ଭିଡିଓ ଦେଖୁଛ ଭାଇ, ସୋସିଆଲ ମିଡିଆରେ କାମ କର। ଜୀବନରେ ଯଦି ବଡ କିଛି କରିବାର ଅଛି ନା, ସୋସିଆଲ ମିଡିଆରେ କାମ କର, ବିଜନେସ କର। ଏମିତି ନୂଆ ନୂଆ ଦେଖ, ନୂଆ ନୂଆ ଜିନିଷ କିଛି କରିଲେ ତମେ ଭଲ ପଇସା କମେଇ ପାରିବ। ନହେଲେ ତ ଭାଇ କଣ ଅଛି, ଗଭର୍ଣ୍ଣମେଣ୍ଟ ଚାକିରି କରିବ, 50,000 ମାସକୁ ପାଇବ, ବର୍ଷ କରି ମାସକୁ ମାସ 50,000 ପାଇବ, ହେଲେ କଣ ହବ, କିଛି ନାହିଁ। ହାଲୋ, ତାପରେ ଦେଖିଆ ମୁଁ ତ ଯାଉ ନାହିଁ। ए शौकत, ए अब्दुल्ला तेरा है हो गया?
हैं? हो गया तेरा? दोन त्यालाच बोलताय 2 मिनिट ଆଉ ଭାଇ ଆଉ କଣ କହିବି ଭାଇ ମୁଁ ବି ଜାଣିପାରୁନି। ତ ପୁଣି ଥରେ ଦେଖା ହବା ନେକ୍ସଟ ଭିଡିଓରେ। ମୁଁ ରହିଲି, ଆପଣ ମାନେ ମତେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।